ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଶୈବପୀଠ ଭାବରେ ପରିଚିତ ବୁଢ଼ାରଜା ମନ୍ଦିର। ସେହି ମନ୍ଦିର ଭିତରେ ପାହାଡ଼େଶ୍ୱର ବାବା ପୂଜା ପାଉଛନ୍ତି, ଯାହା ସମ୍ବଲପୁର ଜିଲ୍ଲାର ବୁଢ଼ାରଜା ପାହାଡ଼ ଉପରେ ଅବସ୍ଥିତ। ବୁଢ଼ାରଜା ମନ୍ଦିର ଏହି ଅଞ୍ଚଳର ଅନ୍ୟତମ ପ୍ରାଚୀନ ମନ୍ଦିର ଭାବରେ ପରିଗଣିତ ହୋଇଛି, କାରଣ ଏହା ପ୍ରାୟତଃ ପୁରାତନ ଯୁଗରୁ ନିର୍ମାଣ କରାଯାଇଥିଲା। ଏହା ଭଗବାନ ଶିବଙ୍କ ଉପାସନା ନିମନ୍ତେ ବୁଢ଼ାରଜା ପାହାଡ଼ ଉପରେ ନିର୍ମିତ ହୋଇଥିଲା। ବୁଢ଼ାରଜା ମନ୍ଦିରର ଅନେକ ଶତାବ୍ଦୀରୁ ଐତିହାସିକ ମହତ୍ତ୍ୱ ରହିଛି। ଏହା ସମ୍ବଲପୁରର ସାଂସ୍କୃତିକ ଏବଂ ଧାର୍ମିକ ଇତିହାସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ମନ୍ଦିରରେ ମୁଖ୍ୟ ଦେବତା ଭାବେ ମହାପ୍ରଭୁ ଶିବଙ୍କର ଲିଙ୍ଗ ପୂଜିତ ହେଉଛି। ଏପରିକି ମନ୍ଦିର ଭିତରେ ମା ପାର୍ବତୀ, ପ୍ରଭୁ ଜଗନ୍ନାଥ, ପ୍ରଭୁ କାର୍ତ୍ତିକେୟ, ମା କାଳୀ, ବ୍ରହ୍ମା, ବିଷ୍ଣୁ ଏବଂ ଅନେକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜିତ ହେଉଛି। ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ମହାବୀର ହନୁମାନଙ୍କର ଏକ ବିଶାଳକାୟ ମୂର୍ତ୍ତି ରହିଛି। ମହାବୀର ହନୁମାନ ବୁଢ଼ାରଜା ମନ୍ଦିରକୁ ସୁରକ୍ଷା ଦେଉଥିବା ନେଇ ଲୋକଙ୍କ ବିଶ୍ୱାସ ରହିଛି। ଏହା ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାରୁ ଏବଂ ସୁନ୍ଦର କାରୁକାର୍ଯ୍ୟ ପାଇଁ ଏହା ଲୋକଙ୍କୁ ବେଶ ଆକର୍ଷିତ କରୁଛି। ମନ୍ଦିରର ନିର୍ମାଣ ଶୈଳୀ ଏବଂ ସୌନ୍ଦର୍ଯ୍ୟ ଭଗବାନ ଶିବଙ୍କ ସହ ଜଡ଼ିତ ଥିବାରୁ ଏହା ବିଶ୍ୱରେ ବେଶ ପ୍ରସିଦ୍ଧି ଲାଭ ମଧ୍ୟ କରିଛି। ଏହାର ସୌନ୍ଦର୍ଯ୍ୟ ପାଇଁ ଦେଶ ଓ ବିଦେଶରୁ ହଜାର ହଜାର ପରିଦର୍ଶକ ଏବଂ ତୀର୍ଥଯାତ୍ରୀମାନେ ଏହା ପ୍ରତି ଆକର୍ଷିତ ହୋଇ ମନ୍ଦିର ପ୍ରଦର୍ଶନ କରିବାକୁ ଆସିଥାନ୍ତି। ବୁଢ଼ାରଜା ମନ୍ଦିରର ମୁଖ୍ୟ ପର୍ବ ଗୁଡ଼ିକ ହେଉଛି ଶିବରାତ୍ରି, ଶିବ ଚତୁର୍ଦ୍ଦଶୀ, ଶୀତଳ ଷଷ୍ଠୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା। ଶିବରାତ୍ରିରେ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ପ୍ରଭୁ ବୁଢ଼ାରଜାଙ୍କ ପୂଜା ଅର୍ଚ୍ଚନା କରି କ୍ଷୀର ବେଲପତ୍ର ଲାଗି କରିଥାନ୍ତି। ନିଜ ନିଜର ମନସ୍କାମନା ନେଇ ରାତି ସାରା ଭକ୍ତମାନେ ଉଜାଗର ଏବଂ ଉପବାସ ରହି ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳିଥାନ୍ତି। ଶୀତଳ ଷଷ୍ଠୀ ପର୍ବ ମଧ୍ୟ ସେଠାରେ ବେଶ ଧୁମଧାମରେ ପାଳନ ହୋଇଥାଏ। ବୁଢ଼ାରଜାଙ୍କ ଏବଂ ମାଙ୍କର ବିବାହ ସମସ୍ତ ରୀତିନୀତିରେ ସମ୍ପୂର୍ଣ୍ଣ ହୋଇଥାଏ। ଏପରିକି ଯଦି କୌଣସି ଭକ୍ତ 16 ସୋମବାର କରି ପ୍ରଭୁ ବୁଢ଼ାରଜାଙ୍କ ଉପରେ ଜଳ ଲାଗି କରିଥାଏ, ତାହାର ସମସ୍ତ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଏହି ମନ୍ଦିରକୁ ଆସିଥାନ୍ତି। ବ୍ୟୁରୋ ରିପୋର୍ଟ, ଭକ୍ତି ଓଡ଼ିଶା।